ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ପଞ୍ଚାଙ୍ଗ ସେସନ ଆରମ୍ଭ କରିବା। ପଞ୍ଚାଙ୍ଗ ସେସନ କ୍ରମରେ ଆମେ ବହୁତ କିଛି ପଢି ସାରିଛେ। ଆଜି ଆମେ ପଢିବା ଶୂନ୍ୟ ରାଶି। ଶୂନ୍ୟ ରାଶି କଣ, ଆଉ ଶୂନ୍ୟ ରାଶିରେ କାମ କଲେ କଣ ଇମ୍ପାକ୍ଟ ରହେ, ଆଉ ସେଇଟା ଶୁଭ କର୍ମ ତା ଦେହରେ କରାଯାଏ କି କରାଯାଏ ନାହିଁ, ସେ ବିଷୟରେ ସବୁ ଆଲୋଚନା କରିବା। ତ ଚାଲନ୍ତୁ ଆରମ୍ଭ କରିବା। ଆଜିର ଟପିକ ହେଲା ଶୂନ୍ୟ ରାଶି। ଶୂନ୍ୟ ରାଶି ବୈଶାଖ ଆଗ ଏଇ ଯୋଉ ଶୂନ୍ୟ ରାଶିଟା କଣ ନା ମାସ ଓ ରାଶିକୁ ନେଇକି ଗଠିତ। ଏଇଟା ଶୂନ୍ୟ ରାଶିଟା ମାସ ଓ ରାଶିର ମିଶ୍ରଣରେ ଗଠିତ। ତ ଆମେ ମାସ ଗୁଡାକର ନାଁ ଲେଖିଦବା। ବୈଶାଖ, ଜ୍ୟେଷ୍ଠ, ଆଷାଢ, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲଗୁନ, ଚୈତ୍ର। ଏଗୁଡାକ ହେଲା ମାସର ନାଁ। ଏଇଟା ଜେନେରାଲି ସବୁ ମାସର ନାଁ ରହିଲା। ଏଇ ମାସରେ ଗୋଟେ ଗୋଟେ ସ୍ପେସିଫିକ ମାସରେ ଯୋଉ ଯୋଉ ରାଶି ଗୁଡାକ ଆସେ, ମାନେ ରାଶି ଗୁଡାକ ଆସେ ମାନେ କଣ, ରାଶି ଗୁଡାକ ଆସେ ମାନେ ହେଲା ଚନ୍ଦ୍ର ଯୋଉ ଦିନ ସେଇ ରାଶିରେ ସେଇ ନକ୍ଷତ୍ରରେ ଥାଏ ବା ସେଇ ରାଶିରେ ଥାଏ, ଚନ୍ଦ୍ର ଯୋଉଦିନ ସେଇ ରାଶିରେ ଥାଏ ସେଦିନ ଶୁଭ କର୍ମ କରାଯିବ କି ନ କରାଯିବ ସେଇଟା ତ ପରେ ଡିସ୍କସନ କରିବା। ଆଗ ମୁଁ ରାଶି ଗୁଡାକର ନାଁ ଲେଖି ଦଉଛି, ଠିକ ଅଛି। ଏଇଟା ହେଲା କୁମ୍ଭ, ବୈଶାଖ ହେଲା ମୀନ, ଜ୍ୟେଷ୍ଠ ହେଲା ବୃଷ, ଆଷାଢ ହେଲା ମିଥୁନ, ଶ୍ରାବଣ ହେଲା ମେଷ, ଭାଦ୍ରବ ହେଲା କନ୍ୟା, ଆଶ୍ୱିନ ହେଲା ବିଛା, କାର୍ତ୍ତିକ ହେଲା ତୁଳା, ମାର୍ଗଶିର ହେଲା ଧନୁ, ପୌଷ ହେଲା କର୍କଟ, ମାଘ ହେଲା ମକର, ଆଉ ଫାଲଗୁନ ହେଲା ସିଂହ। ଏବେ କନସେପ୍ଟ ଟା ଭଲସେ ବୁଝ। ଦେଖ, ଆମର କୁଣ୍ଡଳୀରେ ଆମର ରାଶି କୋଉଟା ନା ଯୋଉ ଭାବରେ ଚନ୍ଦ୍ର ବସିଗଲେ ସେଇଟା ହଉଛି ଆମର ରାଶି। ତେଣୁ ବୈଶାଖ ମାସରେ ଯେତେବେଳେ ମୀନରେ ଚନ୍ଦ୍ର ଥିବେ, ଜ୍ୟେଷ୍ଠ ମାସରେ ଯେତେବେଳେ ବୃଷରେ ଚନ୍ଦ୍ର ଥିବେ, ଆଷାଢ ମାସରେ ଯେତେବେଳେ ମିଥୁନରେ ଚନ୍ଦ୍ର ଥିବେ, ଶ୍ରାବଣ ମାସରେ ଯେତେବେଳେ ମେଷରେ ଚନ୍ଦ୍ର ଥିବେ, ଭାଦ୍ର ମାସରେ ଯେତେବେଳେ କନ୍ୟାରେ ଚନ୍ଦ୍ର ଥିବେ, ଆଶ୍ୱିନ ମାସରେ ଯେତେବେଳେ ବିଛାରେ ଚନ୍ଦ୍ର ଥିବେ, ଏମିତି କାର୍ତ୍ତିକ ମାସ ବେଳେ ତୁଳାରେ ଚନ୍ଦ୍ର ଥିବେ, ମାର୍ଗଶିର ମାସରେ ଧନୁରେ ଚନ୍ଦ୍ର ଥିବେ, ପୌଷ ମାସରେ କର୍କଟରେ ଚନ୍ଦ୍ର ଥିବେ, ମାଘ ମାସରେ ମକର ଚନ୍ଦ୍ର ଥିବେ, ଫାଲଗୁନ ମାସରେ ସିଂହର ଚନ୍ଦ୍ର ଥିବେ, ଚୈତ୍ର ମାସରେ କୁମ୍ଭରେ ଚନ୍ଦ୍ର ଥିବେ, ସେଇ ଜିନିଷ ଗୁଡାକୁ କୁହାଯାଏ ଶୂନ୍ୟ ରାଶି। ଶାସ୍ତ୍ର କହୁଛି ଏଇ ମାସରେ, ଧର ଆଜି ଏବେ ଜ୍ୟେଷ୍ଠ ମାସ ଚାଲିଛି, ଏଇ ଜ୍ୟେଷ୍ଠ ମାସରେ ବୃଷରେ ଚନ୍ଦ୍ର ଥିଲା ବେଳେ ଶୁଭ କାମ କରିବ ନାହିଁ, ଶୁଭ କାମ ବର୍ଜନୀୟ। ଏଇ ଆର ମାସରେ ଆଷାଢ ମାସରେ ମିଥୁନ ରାଶିରେ ଚନ୍ଦ୍ର ଥିଲେ, କୌଣସି ଯଦି ସେଦିନ ମିଥୁନ ରାଶି ପଡୁଥିବ, ମିଥୁନ ରାଶିରେ ଚନ୍ଦ୍ର ଥିବ, ତାହେଲେ ଶୁଭ କାମ କରିବ ନାହିଁ। ତେଣୁ ଆମେ ଜାଣିଲେ ଯେ ଶୂନ୍ୟ ରାଶି ମାସ ରାଶିର ସଂଗଠନ, ପଏଣ୍ଟ ନମ୍ବର 1। ପଏଣ୍ଟ ନମ୍ବର 2 ହେଲା କୁଣ୍ଡଳୀରେ ଆମର ରାଶି ସେତିକି ବେଳେ ନିର୍ଦ୍ଧାରିତ ହୁଏ ଯେତେବେଳେ ଚନ୍ଦ୍ର
ସେଇ ଭାବରେ ବସିଥାନ୍ତି। ତେଣୁ ପ୍ରତ୍ୟେକଟି ସ୍ପେସିଫିକ ମାସରେ, ବୈଶାଖ ମାସରେ ଯଦି ମୀନରେ ଚନ୍ଦ୍ର ରହିଲେ, ଲାଇକ ୱାଇଜ ଅନ୍ୟ ମାସ ଗୁଡିକ ଯୋଉଗୁଡା ମୁଁ ଲେଖିଦେଇଛି, ସେଇ ଟାଇମରେ ଯଦି ତମେ ଶୁଭ କାମ କରିବା ତ ସର୍ବପ୍ରଥମେ କଥା ନୁହଁ, ଯଦି କଲ ତାହେଲେ ଶାସ୍ତ୍ର କଣ କହୁଛି, ଯଦି ଶୂନ୍ୟ ରାଶିରେ କାମ କରାଯାଏ ତାହେଲେ ବଂଶ ଏବଂ ବିତ୍ତ ନାଶ ଯାଏ। ଯଦି କଲ ବଂଶ ଓ ବିତ୍ତ ନାଶ। କ୍ଲିୟର? ଏଥର କିଛି ଡାଉଟ ଅଛି କି ଶୂନ୍ୟ ରାଶି ବୁଝିବାରେ? ଶୁଭ କାମ ବର୍ଜନୀୟ, ବଂଶ ଯଦି କଲ ବଂଶ ବିତ୍ତର ନାଶ ଯାଏ। ଏଥିରେ କିଛି ଡାଉଟ ଅଛି କି? ओके भाई। ରାଜାକୁ କିଛି ଡାଉଟ? ना ना चलो। ଠିକ। ତେବେ ଆଜିର ଆଜିର ଏଇ ଭିଡିଓରେ ଆମେ କଣ ଜାଣିଲେ ନା, ଆଜିର ଭିଡିଓରେ ଆମେ ଜାଣିଲେ ଶୂନ୍ୟ ରାଶି ବିଷୟ। ଶୂନ୍ୟ ରାଶିରେ ଶୁଭ କର୍ମ ବର୍ଜନୀୟ, ଯଦି କରାଯାଏ ତେବେ ବଂଶ ଭିତର ନାଶ ଘଟେ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।